ମଇଁଷିର ଦାମ 35 କୋଟି। ଭୁବନେଶ୍ୱରରେ 1500 କିଲୋଗ୍ରାମର ବିଶାଳ ମଇଁଷି ଭୀମକୁ ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ଼। ଭୁବନେଶ୍ୱରରେ ଆରମ୍ଭ ହୋଇଥିବା 3 ଦିନିଆ ମତ୍ସ୍ୟ ଓ ପଶୁପାଳନ ସମ୍ମିଳନୀରେ ପ୍ରାୟ 1500 କିଲୋଗ୍ରାମ ଓଜନର ଏକ ବିଶାଳ ମଇଁଷି ଆକର୍ଷଣ ପାଲଟିଛି। ଏହି ମହାସମାବେଶରେ ଭୀମ ନାମକ ଏହି ବିଶାଳ ମଇଁଷି ସମସ୍ତଙ୍କ ନଜର ଆକର୍ଷଣ କରୁଛି। ରାଜସ୍ଥାନର ଯୋଧପୁରରୁ ତାଙ୍କ ମାଲିକ ଅରବିନ୍ଦ ଜାଙ୍ଗିଦ ଆଣିଥିବା ଏହି ମଇଁଷିକୁ ସମ୍ମିଳନୀରେ ଏକ ତକିଆରେ ମୁଣ୍ଡ ରଖି ଶୋଇଥିବା ଦେଖିବାକୁ ମିଳିଛି। ଭୀମଙ୍କ ପ୍ରତି ଲୋକମାନଙ୍କ ଏଭଳି ପ୍ରେମ ଦେଖି ଓଡ଼ିଶାବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଥିଲେ। ସ୍ୱତନ୍ତ୍ର ଭାବରେ ଏକ ଟ୍ରକ୍ ଡିଜାଇନ୍ କରି ଭୀମଙ୍କୁ ଆରାମଦାୟକ ଭାବରେ ଏଠାକୁ ଆଣିବା ପାଇଁ ଗାଡ଼ିରେ ମାଟି ଏବଂ ଗଦି ରଖିଛୁ ବୋଲି ଜାଙ୍ଗିଦ କହିଛନ୍ତି। ଏହା ଭାରତର ସର୍ବୋତ୍ତମ ମଇଁଷି ମଧ୍ୟରୁ ଗୋଟିଏ। ଭୀମ ଯାହା ଖାଇବାକୁ ଇଚ୍ଛା କରିଥାଏ ତାକୁ ନିଶ୍ଚିନ୍ତ ଖାଇବାକୁ ଦିଆଯାଇଥାଏ। ଏହାକୁ ସବୁଜ ଚାରା, ଶୁଖିଲା ଚାରା, ଘିଅ, ବଟର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଖାଦ୍ୟ ସାମଗ୍ରୀ ଖୁଆଇଥାନ୍ତି। ପଶୁପକ୍ଷୀମାନଙ୍କୁ ବହୁତ ଭଲ ପାଆନ୍ତି। ତେବେ ଭୀମ ଜନ୍ମ ସମୟରେ ପ୍ରାୟ 100 କିଲୋଗ୍ରାମ ଥିଲା। ସେବେଠୁ ଏହା ବହୁତ ସ୍ୱାସ୍ଥ୍ୟପ୍ରଦ ବୋଲି ଜାଣିପାରିଥିଲେ ଭୀମଙ୍କ ମାଲିକ। ତେଣୁ ଭଲ ଖାଦ୍ୟ ଖୁଆଇ ଏବଂ ଅନେକ ବ୍ୟାୟାମ କାର୍ଯ୍ୟକଳାପରେ ସାମିଲ କରି ଏହାକୁ ଯତ୍ନର ସହ ପାଳନ କରିଥିଲେ। ଭୀମଙ୍କୁ ସୋରିଷ ତେଲରେ ମାଲିସ ମଧ୍ୟ କରାଯାଇଛି, ଯାହାଦ୍ୱାରା ତାଙ୍କର ଚର୍ମ ମସୃଣ ହେବ। ଜାଙ୍ଗିଦ ଆହୁରି ମଧ୍ୟ କହିଛନ୍ତି ଭୀମଙ୍କୁ ଏୟାର କଣ୍ଡିସନ କୋଠରୀରେ ରଖିଥିଲେ। ତଥାପି ଡାକ୍ତରଙ୍କ ପରାମର୍ଶ ପାଳନ କରି ତାଙ୍କୁ ବର୍ତ୍ତମାନ ଏହାକୁ ପ୍ରାକୃତିକ ପରିବେଶରେ ରଖିଛନ୍ତି। ସେ ଆହୁରି କହିଛନ୍ତି ଯେ ସେ କେବେ ବି ଭୀମଙ୍କୁ ବିକ୍ରି କରିବେ ନାହିଁ।